ସପ୍ତମ ଅଧ୍ୟାୟ। ଦଣ୍ଡକାରଣ୍ୟରେ ଶ୍ରୀରାମ। ଚିତ୍ରକୂଟ ପର୍ବତରେ ଅନେକ ମୁନିଋଷି ବାସ କରୁଥିଲେ। ସେମାନେ ଦେଖିଲେ ଦୁଇଜଣ ବୀରପୁରୁଷ ଜଣେ ନାରୀ ସହିତ ସେଠାରେ କୁଟୀର କରି ରହିଛନ୍ତି। ସେ ଦୁହେଁ ଧନୁଶର ଧରି ବନରେ ମୃଗ ଶିକାର କରୁଛନ୍ତି। ପୁଣି ଜଣେ କେହି ସହସ୍ର ସହସ୍ର ସୈନ୍ୟ ଘେନି ତାଙ୍କ ପାଖକୁ ଆସିଥିଲେ ଓ କିଛି ଦିନ ପରେ ସେମାନେ ଫେରିଗଲେ। ଏଣିକି ହୁଏତ ଏହିପରି ଅନେକ ଲୋକ ଆସିବେ। ତେଣୁ ଏଠାରେ ନିର୍ଜନତା ଓ ଶାନ୍ତି ରହିବ ନାହିଁ। ଏଥିରେ ଆମେ ଶାନ୍ତିରେ ତପସ୍ୟା ଓ ଯଜ୍ଞ କରିପାରିବା ନାହିଁ। ଅସୁରମାନେ ମନେ କରିବେ ଯେ ସେମାନଙ୍କୁ ବିନାଶ କରିବା ପାଇଁ ଆମେ ଏ ଦୁଇଜଣ ଧନୁର୍ଦ୍ଧାରୀ ବୀରଙ୍କୁ ଅଣାଇଛୁ। ତେଣୁ ଅସୁରମାନେ ଆମ ଉପରେ ଉପଦ୍ରବ କରିବେ। ଏହିପରି ବିଚାର କରି ସେମାନଙ୍କ ମଧ୍ୟରୁ କେତେକ ଚିତ୍ରକୂଟ ପର୍ବତ ଛାଡ଼ି ପଳାଇଲେ। ଲକ୍ଷ୍ମଣ ଏହା ଜାଣି ରାମଙ୍କ ନିକଟରେ ମୁନିମାନଙ୍କ ଭୟର କାରଣ ଜଣାଇଲେ। ରାମ ଏହା ଶୁଣି ଦୁଃଖିତ ହେଲେ। ମୁନିମାନଙ୍କୁ କଷ୍ଟ ଦେବାକୁ ତାଙ୍କର ତ ଇଚ୍ଛା ନଥିଲା। ତେଣୁ ସେ ସ୍ଥିର କଲେ ଯେ ସେମାନେ ଚିତ୍ରକୂଟ ଛାଡ଼ି ଚାଲିଯିବେ। ତାହାହେଲେ ମୁନିମାନେ ପୂର୍ବପରି ଶାନ୍ତିରେ ରହିବେ। ଏହା ବିଚାରି ରାମଚନ୍ଦ୍ର ଲକ୍ଷ୍ମଣ ଓ ସୀତାଙ୍କୁ ନେଇ ଦଣ୍ଡକାରଣ୍ୟକୁ ଚାଲିଲେ। କିଛି ଦୂର ଯିବା ପରେ ସେମାନେ ଆତ୍ରେୟ ଋଷିଙ୍କ ଆଶ୍ରମରେ ପହଞ୍ଚିଲେ। ତାହାଙ୍କ ଆଶ୍ରମରେ ଅନେକ ଋଷି ଥିଲେ। ରାମ, ଲକ୍ଷ୍ମଣ ଓ ସୀତା ମୁନିମାନଙ୍କୁ ପ୍ରଣାମ କରି ଯଥାବିଧି ସମ୍ମାନ ପ୍ରଦର୍ଶନ କଲେ। ଆତ୍ରେୟ ଋଷି ଶ୍ରୀରାମଙ୍କୁ ଦେଖି ଅତି ଆନନ୍ଦିତ ହେଲେ। ନାନା ଅଙ୍ଗରାଗ, ଅମ୍ଳାନ ବସନ ଓ ଦିବ୍ୟ କୁସୁମମାନେ ଦେଲେ। ଏହିସବୁ ଦ୍ରବ୍ୟରେ ଏକ ବିଶେଷ ଗୁଣ ଥିଲା ଯେ ଏଗୁଡ଼ିକ କେବେହେଲେ ନଷ୍ଟ ବା ମଳିନ ହୁଅନ୍ତି ନାହିଁ। ସୀତା ଋଷିପତ୍ନୀଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ଗ୍ରହଣ କଲେ। ମୁନିଋଷିମାନେ ରାମଙ୍କୁ କଲ୍ୟାଣ କରି କହିଲେ, ତୁମେ ଏ ବନକୁ ଆସିବାରୁ ଆମେ ଏବେ ନିର୍ଭୟ ହେଲୁ। ଅଗସ୍ତ୍ୟଙ୍କ ଆଶ୍ରମରେ ଶ୍ରୀରାମ। ଦଣ୍ଡକାରଣ୍ୟରେ ତ ଅନେକ ଋଷି ରହୁଥିଲେ। ରାମଙ୍କୁ ଦେଖି ସେମାନେ ଅତି ଆଦରରେ ଡାକିନେଲେ। ରାମ ସେମାନଙ୍କ ଆଶ୍ରମରେ କିଛି ଦିନ ଲେଖାଏଁ ରହିଲେ। ତାପରେ ଅଗସ୍ତ୍ୟ ମହର୍ଷିଙ୍କ ଆଶ୍ରମକୁ ଗଲେ। ଆଗେ ଅଗସ୍ତ୍ୟଙ୍କ ଭାଇ ତପୋଧନଙ୍କର ଆଶ୍ରମ ପଡ଼ିଲା। ସେମାନେ ତପୋଧନକୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ଲାଭ କଲେ ଓ ତାଙ୍କ ଅନୁରୋଧରେ ସେଠାରେ ଗୋଟିଏ ରାତି ରହିଲେ। ଏହିଠାରେ ସେମାନେ ଅଗସ୍ତ୍ୟଙ୍କ ମହାତ୍ମ୍ୟ ବିଷୟରେ ଗୋଟିଏ କଥା ଶୁଣିବାକୁ ପାଇଲେ। ଇଲ୍ଲୋଳ ବୋଲି ଏକ ମହାପ୍ରତାପୀ ଅସୁର ଥିଲା। ତାର ସାନ ଭାଇର ନାମ ବାତାପି। ସେ ବଡ଼ ଭାଇ ପାଖରେ ରହି କେବଳ ମଦ ମାଂସ ଖାଇ ଦିନ କଟାଉଥାଏ। ଅନେକ ଦିନ ଗଲା, ମାତ୍ର ଇଲ୍ଲୋଳର ପୁଅ ହେଲା ନାହିଁ। ତେଣୁ ସେ ବ୍ରାହ୍ମଣମାନଙ୍କୁ ଡକାଇ କହିଲା, ମୋର ପୁଅ ହେବା ପାଇଁ ତୁମେମାନେ କୌଣସି ଉପାୟ ସ୍ଥିର କର। କିନ୍ତୁ ସେମାନେ କହିଲେ, ତୁମର ଏହି ଜନ୍ମରେ ପୁଅ ହେବ ନାହିଁ। ଇଲ୍ଲୋଳ ଭାବିଲା ଯେ ବ୍ରାହ୍ମଣମାନେ ତାଙ୍କୁ ଭୁଲାଇବା ପାଇଁ ମିଛରେ ଏପରି କହିଲେ। ତେଣୁ ସେ ବ୍ରାହ୍ମଣମାନଙ୍କୁ ମାରିବ ବୋଲି ସ୍ଥିର କଲା। କୌଣସି ବ୍ରାହ୍ମଣକୁ ଦେଖିଲେ ସେ ଭୋଜନ ପାଇଁ ତାଙ୍କୁ ଘରକୁ ନିମନ୍ତ୍ରଣ କରୁଥିଲା। ସେତେବେଳେ ତାର ସାନ ଭାଇ ବାତାପି ମାୟାରେ ମେଣ୍ଢା ହୋଇଯାଇଥିଲା। ତାକୁ ହାଣି ତାର ମାଂସ ରାନ୍ଧି ଇଲ୍ଲୋଳ ବ୍ରାହ୍ମଣଙ୍କୁ ଖାଇବାକୁ ଦେଇଦେଲା। ବ୍ରାହ୍ମଣ ଖାଇସାରିବା ପରେ ସେ ଡାକୁଥିଲା, ଆ ବାତାପି, ଶୀଘ୍ର ଚାଲିଆ। ଏ ଡାକ ଶୁଣି ବାତାପି ବ୍ରାହ୍ମଣଙ୍କ ପେଟ ଚିରି ବାହାରି ଆସୁଥିଲା। ଏହିପରି ଭାବେ ଅନେକ ବ୍ରାହ୍ମଣ ମଲେ। ଅଗସ୍ତ୍ୟ ଋଷି ଏହା ଶୁଣି ଦିନେ ଇଲ୍ଲୋଳ ପାଖେ ପହଞ୍ଚିଲେ। ଇଲ୍ଲୋଳ ତାଙ୍କ ଭୋଜନ ନିମନ୍ତେ ନିମନ୍ତ୍ରଣ କଲା ଓ ବାତାପିଙ୍କୁ ମେଣ୍ଢା କରିଦେଇ ତାର ମାଂସରେ ତରକାରୀ ପ୍ରସ୍ତୁତ କଲା। ଅଗସ୍ତ୍ୟ ତାଙ୍କର କମକୁଣ୍ଡଳରେ ଗଙ୍ଗାଜଳ ମନ୍ତ୍ର କରି ନେଇଥିଲେ। ଇଲ୍ଲୋଳ ମାଂସ ତରକାରୀ ଖାଇବାକୁ ଦେଲା। ଅଗସ୍ତ୍ୟ ତାହା ଖାଇ କମକୁଣ୍ଡଳରୁ ଜଳ ପିଇଲେ। ଏହା ଫଳରେ ବାତାପି ତାଙ୍କ ଗର୍ଭରେ ଜୀର୍ଣ୍ଣ ହୋଇଗଲେ। ଇଲ୍ଲୋଳ ପୂର୍ବଥରମାନଙ୍କ ଭଳି ବାତାପିକୁ ବାହାରି ଆସିବା ପାଇଁ ଡାକିଲା, କିନ୍ତୁ ସେ ଆସିଲା ନାହିଁ। ବାତାପି ଆଉ କାହୁଁ ଆସିବ? ସେ ମୋ ପେଟରେ ଜୀର୍ଣ୍ଣ ହୋଇଗଲାଣି। ତୁ ଯେତେ ବ୍ରାହ୍ମଣଙ୍କୁ ମାରିଛୁ, ସେହି ପାପରେ ତୋ ଭାଇ ଯମପୁରକୁ ଗଲା। ଇଲ୍ଲୋଳ ରାଗି ଯାଇ ଅଗସ୍ତ୍ୟଙ୍କୁ ମାରିବାକୁ ଉଦ୍ୟୋଗ କଲା। କିନ୍ତୁ ଅଗସ୍ତ୍ୟ ତାକୁ କ୍ରୋଧରେ ଚାହିଁଦେଲେ। ତାଙ୍କ ଚକ୍ଷୁରୁ ବ୍ରହ୍ମତେଜ ବାହାରି ଅସୁରକୁ ଭସ୍ମ କରିଦେଲା। ରାମ, ଲକ୍ଷ୍ମଣ ଓ ସୀତାଙ୍କ ସହିତ ଯାଇ ଅଗସ୍ତ୍ୟଙ୍କ ଆଶ୍ରମରେ ପହଞ୍ଚିଲେ। ସେତେବେଳକୁ ସନ୍ଧ୍ୟା ସମୟ। ଋଷି ଶିଷ୍ୟମାନଙ୍କ ସହିତ ଆସି ସେମାନଙ୍କୁ ଆଦରରେ ପାଛୋଟି ନେଲେ। ସେ ଗୋଟିଏ ଧନୁ, ଦୁଇଟି ତୁଣୀର, କେତେକ ଶର ଓ ଗୋଟିଏ ଖଡ୍ଗ ରାମଙ୍କୁ ଦେଇ କହିଲେ, ଏଗୁଡ଼ିକୁ ବିଶ୍ୱକର୍ମା ନିର୍ମାଣ କରି ବିଷ୍ଣୁଙ୍କୁ ଦେଇଥିଲେ। ଏଇଗୁଡ଼ିକ ଦ୍ୱାରା ବିଷ୍ଣୁ ଅସୁରମାନଙ୍କୁ ନାଶ କରିଥିଲେ। ଏବେ ସେଗୁଡ଼ିକୁ ତୁମେ ନିଅ। ରାମଚନ୍ଦ୍ର ସେସବୁ ଅସ୍ତ୍ର ଗ୍ରହଣ କଲେ। ଅଗସ୍ତ୍ୟଙ୍କ ପରାମର୍ଶରେ ରାମଚନ୍ଦ୍ର ଅବଶିଷ୍ଟ ବନବାସ କାଳ ପାଞ୍ଚବଟୀ ବନରେ କଟାଇବେ ବୋଲି ସ୍ଥିର କଲେ। ଅଗସ୍ତ୍ୟଙ୍କ ଆଶ୍ରମରେ ବିଦାୟ ନେଇ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ପାଞ୍ଚବଟୀ ବନକୁ ଯାତ୍ରା କଲେ। ପଥରେ ସେମାନେ ଜଟାୟୁକୁ ଦେଖିଲେ। ଏଇ ଜଟାୟୁ
ଦଶରଥଙ୍କ ସଖା ଥିବାର ଜାଣି ରାମଚନ୍ଦ୍ର ତାଙ୍କୁ ପିତୃତୁଲ୍ୟ ଭକ୍ତି ପ୍ରଦର୍ଶନ କଲେ। ବନ ମଧ୍ୟରେ ଆପଦ ବିପଦ ଘଟିଲେ ଜଟାୟୁ ରାମଙ୍କର ସହାୟ ହେବ ବୋଲି କହିଲେ। ଶେଷରେ ସେମାନେ ଯାଇ ପଞ୍ଚବଟୀ ବନରେ ପହଞ୍ଚିଲେ। ଅସୁରୁଣୀ ଶୂର୍ପଣଖାର ନାକ କାନ ଛେଦ। ପଞ୍ଚବଟୀର ଶୋଭା ଅତି ମନୋରମ। ରାମଙ୍କ ଆଦେଶରେ ଲକ୍ଷ୍ମଣ ଗୋଦାବରୀ ନଦୀ କୂଳରେ ଗୋଟିଏ ସ୍ଥାନ ସ୍ଥିର କରି ସେଠାରେ ପତ୍ରରେ କୁଟୀରଟିଏ ନିର୍ମାଣ କଲେ। ଏହି କୁଟୀରରେ ରହି ଓ ଗୋଦାବରୀର ସ୍ୱଚ୍ଛ ଜଳ ସ୍ନାନ କରି ସେମାନେ ଆନନ୍ଦରେ ଦିନ କାଟିଲେ। ବନରେ ପ୍ରଚୁର ଫଳମୂଳ ମିଳୁଥିଲା। ତାହା ଛଡ଼ା ସେମାନେ ମୃଗ ଶିକାର କରି ତାହାର ମାଂସ ଖାଉଥିଲେ। ଦିନେ ଲଙ୍କାର ରାକ୍ଷସ ରାଜା ରାବଣର ଭଉଣୀ ଶୂର୍ପଣଖା ସେହି ବନକୁ ବୁଲି ବୁଲି ରାମଙ୍କୁ ଦେଖିଲେ। ରାମଙ୍କ ସୁନ୍ଦର ରୂପ ଦେଖି ସେ ତାଙ୍କୁ ପତି ରୂପେ ପାଇବାକୁ ଇଚ୍ଛା କଲା। କିନ୍ତୁ ନିଜର ଭୟଙ୍କର କୁତ୍ସିତ ରୂପ କଥା ଚିନ୍ତା କରି ସେ ଭାବିଲା, ମୋର ଏ ଭୀଷଣ ରୂପ ଦେଖିଲେ ରାମ କଦାପି ମୋତେ ଗ୍ରହଣ କରିବେ ନାହିଁ। ସେଥିରେ ପୁଣି ତାଙ୍କ ପାଖରେ ଏକ ସୁନ୍ଦରୀ ରମଣୀ ଅଛି। ଏହିପରି ଭାବି ସେ ମାୟା ବଳରେ ନିଜକୁ ଏକ ଅତି ସୁନ୍ଦରୀ ସ୍ତ୍ରୀ କରିଦେଇ ରାମଙ୍କ ଆଗକୁ ଗଲା। ତାକୁ ଦେଖିଲା ମାତ୍ରେ ରାମ ଜାଣିପାରିଲେ ଯେ ଏ ନିଶ୍ଚୟ କୌଣସି ଅସୁରୀର ମାୟା। ଶୂର୍ପଣଖା ରାମଙ୍କୁ ହସି ହସି ପଚାରିଲା, ତୁମେ କିଏ? ତପସ୍ୱୀ ବେଶ ଧରି ଏ ବନରେ ରହିଛ କାହିଁକି? ଏ ବଡ଼ ଭୟଙ୍କର ସ୍ଥାନ। ରାକ୍ଷସମାନେ ଏଠାରେ ବିହାର କରନ୍ତି। ଋଷିମାନଙ୍କୁ ଦେଖିଲେ ସେମାନେ ମାରି ଖାଇଦିଅନ୍ତି। ସାଥିରେ ପୁଣି ସ୍ତ୍ରୀଟି ରଖିଛ କାହିଁକି? ରାମ କୌଣସି ଛଳନା ନ କରି ନିଜର ପରିଚୟ ଦେଲେ ଓ କହିଲେ ଯେ ପିତାଙ୍କ ସତ୍ୟ ପାଳି ସେ ପତ୍ନୀ ଓ ଭାଇ ସହିତ ବନବାସୀ ହୋଇଛନ୍ତି। ତାପରେ ସେ ଶୂର୍ପଣଖାକୁ ତାହାଙ୍କର ପରିଚୟ ପଚାରିଲେ। ସେ କହିଲା, ମୋର ନାମ ଶୂର୍ପଣଖା। ମୋର ଭାଇ ରାବଣ ଲଙ୍କାର ରାଜା। ସେ ତିନିପୁରକୁ ଜୟ କରି ଦେବତାମାନଙ୍କୁ ମଧ୍ୟ ପାତାଳ ତଳେ ଖଟାଏ। ତୁମକୁ ଦେଖି ମୁଁ ଭଲ ପାଇଛି। ଏ ସୀତା ତୁମର ଉପଯୁକ୍ତ ନୁହେଁ। ତୁମେ ମୋତେ ପତ୍ନୀ ରୂପେ ଗ୍ରହଣ କର। ଏହା ଶୁଣି ରାମ କହିଲେ, ତୁମେ ଯେ ଅପୂର୍ବ ସୁନ୍ଦରୀ ଏଥିରେ ସନ୍ଦେହ ନାହିଁ। କିନ୍ତୁ ମୁଁ ବିବାହିତ। ମୋର ପତ୍ନୀ ସୀତା। ମୁଁ ତୁମକୁ ବିବାହ କରିପାରିବି ନାହିଁ। ଦୁଷ୍ଟ ରାକ୍ଷସୀ ଏହା ଶୁଣି ଭୟଙ୍କର ରୂପ ଧରି ସୀତାଙ୍କୁ ଗିଳିବାକୁ ଆସିଲା। ଲକ୍ଷ୍ମଣ ସର ମାରି ତାର ନାକ କାନ ଛେଦ କଲେ। ରାକ୍ଷସୀ ବିକଟ ଚିତ୍କାର କରି ସେଠାକୁ ପଳାଇଗଲା। ସେ ଯାଇ ଭାଇ ଖରକୁ ସମସ୍ତ ଘଟଣା କହିଲା। ତହୁଁ ଖର ତାର ବିରାଟ ଅସୁର ସେନାକୁ ଆଦେଶ ଦେଲା, ତୁମେମାନେ ଯାଇ ସେ ରାମ ଲକ୍ଷ୍ମଣ ଓ ସୀତାଙ୍କୁ ନେଇ ଆସ। ମୋର ଭଉଣୀ ସେମାନଙ୍କ ରକ୍ତ ପିଇଲେ ଶାନ୍ତି ହେବ। ଅସୁର ସୈନ୍ୟମାନେ ଶୂର୍ପଣଖା ସହିତ ରାମଙ୍କ କୁଟୀରକୁ ଗଲେ। ଏମାନଙ୍କୁ ଦେଖି ରାମ ଏକାକୀ ବାହାରି ଆସିଲେ ଓ ଏକାଥରକେ ବହୁ ସଂଖ୍ୟାର ସର ମାରି ସେମାନଙ୍କୁ ବଧ କଲେ। କେବଳ ଶୂର୍ପଣଖା ପ୍ରାଣ ଘେନି ଭାଇ ପାଖକୁ ପଳାଇଗଲା। ଏଥର ଖର ଭାଇ ଦୂଷଣକୁ ସଙ୍ଗରେ ନେଇ ବାହାରିଲା। ସହସ୍ର ସହସ୍ର ଅସୁର ସୈନ୍ୟ ସେ ଦୁହିଁଙ୍କ ସହିତ ଚାଲିଲେ। ରାମଙ୍କ ସହିତ ସେମାନଙ୍କ ଘୋର ଯୁଦ୍ଧ ହେଲା। ଶେଷରେ ରାମଙ୍କ ସରରେ ଖର ଦୂଷଣ ଓ ସବୁ ଅସୁର ପ୍ରାଣ ହରାଇଲେ। ସପ୍ତମ ଅଧ୍ୟାୟ ସମାପ୍ତ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।